ଛତୁ ବେସର ତ ଆପଣମାନେ ଆଗରୁ ବହୁତ ଥର ବନେଇକି ଖାଇଥିବେ, କିନ୍ତୁ ଏହି ଷ୍ଟାଇଲରେ କେବେ ବି ବନେଇକି ଖାଇନଥିବେ। କାହିଁକି ନା ଏହା ହେଉଛି ମୋ ଜେଜେମାଙ୍କ ସମୟର ପୁରୁଣା ଗାଁ ଷ୍ଟାଇଲ ରେସିପି। ସେ ସମୟରେ ଚୁଲିରେ ଏମିତି ଛତୁ ବଡ଼ି ଆମ୍ବୁଲ ବେସର ବନେଇକି ଖାଉଥିଲେ, ଯେଉଁଥିରେ ନଥିଲା ଆଜିକା ଡେଟ୍ର ଫ୍ୟାନ୍ସି ମସଲା। ବାସ୍ ଥିଲା ଖାଣ୍ଟି ସୋରିଷ ବଟାର ସ୍ୱାଦ, ଆମ୍ବୁଲର ହାଲକା ଖଟା ଆଉ ଚୁଲିର ସେଇ ଦେଶୀ ସ୍ମୋକି ଫ୍ଲେଭର। ଚୁଲିରେ ଧୀରେ ଧୀରେ ଫୁଟୁଥିବା ବେଳେ ଯେଉଁ ବାସ୍ନା ଆସେ ନା, ସତରେ ପୁରୁଣା ଗାଁର ରୋଷେଇ କଥା ମନେ ପଡ଼ିଯାଏ। ତେଣୁ ଏହି ପୁରୁଣା ଗାଁ ଷ୍ଟାଇଲ ରେସିପିକୁ ବନେଇବା ପାଇଁ ଭିଡ଼ିଓକୁ ବିନା ସ୍କିପ୍ କରି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆଉ ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ ନିଶ୍ଚୟ କରିବେ। ତ ଚାଲନ୍ତୁ ବନେଇବା ଆଜିର ଖାଣ୍ଟି ଗାଁ ଷ୍ଟାଇଲ ଚୁଲିରେ ତିଆରି ଛତୁ ବଢ଼ି ଆମ୍ବୁଲ ବେସର। ପ୍ରଥମେ ମୁଁ ଏଠି ନେଇଛି 500 ଗ୍ରାମର ଛତୁ, ଯେଉଁଟା ମାର୍କେଟରେ ମିଳୁଛି। ମୁଁ ସେଇ ଛତୁ ନେଇଛି। ତ ଛତୁକୁ ଭଲ ଭାବରେ ବାଛି ତାକୁ ସଫା କରି ନିଅନ୍ତୁ, ଆଉ ତାକୁ କାଟି ବଡ଼ ବଡ଼ ସାଇଜ୍ରେ ପିସ୍ କରି ରଖନ୍ତୁ। ଏବେ ତାକୁ ଆମେ ହଳଦୀ ପାଣିରେ ଦେବା। ହଳଦୀ ପକାଇ କିଛି ସମୟ ରଖିଲା ପରେ ତାକୁ ହାଲକା କରି ଭଲ ଭାବରେ ଛାଣିକି ଗୋଟେ ଜାଗାକୁ ନେଇ ଆସିବା। ଟାଇଟ୍ କରି ଜମାରୁ ଚିପୁଡ଼ିବେନି, ନହେଲେ ଛତୁ ଗୁଡ଼ିକ ଭାଙ୍ଗିଯିବ ଆଉ ସେପ୍ ବି ଭଲ ଦେଖାଯିବନି। ତ ଦେଖନ୍ତୁ, ଏଠି ମୁଁ ଆଗରୁ ସୋରିଷ ବାଟଣ ପାଇଁ ମସଲା ରେଡ଼ି କରି ନେଉଛି। ଗୋଟେ ଚାମଚ କଳା ସୋରିଷ ଦେବା, ହାଫ୍ ଚାମଚ ଧଳା ସୋରିଷ, ହାଫ୍ ଚାମଚ ଜିରା, 6ରୁ 7ଟା ଶୁଖିଲା ଲଙ୍କା, ଫାଳେ ମିଡ଼ିୟମ୍ ସାଇଜ୍ର ପିଆଜକୁ କାଟି ନେବା, ଆଉ ଅଦା ଛୋଟ ଖଣ୍ଡେ ନେବା। ଏବେ ସେଥିରେ ଅଳ୍ପ ପାଣି ଦେଇ ମସଲାକୁ ଭଲ ଭାବରେ ବାଟି ନେବା। ଦେଖନ୍ତୁ, ଏଠି ଆମର ମସଲା ରେଡ଼ି ହେଇଯାଇଛି। ଏବେ ଚୁଲିରେ କଢ଼େଇ ବସେଇ କଢ଼େଇ ଗରମ ହେଲେ ସେଥିରେ ରଖିଥିବା ଛତୁକୁ ଦେବା ସିଝେଇବା ପାଇଁ। ଏବେ ସେଥିରେ 1/4 ଟିସ୍ପୁନ୍ ହଳଦୀ ଓ 1/4 ଟିସ୍ପୁନ୍ ଲୁଣ ଦେଇ ଗୋଳେଇ ଦେବା। ଏବେ ତାକୁ ଆମେ 2ରୁ 3 ମିନିଟ୍ ପାଇଁ ଢାଙ୍କି ଛାଡ଼ିବା। ଢାଙ୍କଣା ଛାଡ଼ିଦେଲେ ଛତୁ ଧୀରେ ଧୀରେ ନିଜର ପାଣି ଛାଡ଼ିବା ଷ୍ଟାର୍ଟ କରିଦେବ। ଏବେ ଦେଖନ୍ତୁ, ଛତୁ ସବୁ ସିଝି ସେଥିରୁ ପାଣି ବାହାରୁଛି। ଏବେ ଏହି ସିଝା ଛତୁକୁ ଛାଙ୍କଣା ସାହାଯ୍ୟରେ ଛାଣି ଆମେ ରଖିଦେବା। ଛାଣିବା ଦ୍ୱାରା ଛତୁରେ ଥିବା ଏକ୍ସଟ୍ରା ପାଣି ଆଉ ରହିବନି, ଆଉ ପରେ ଭାଜିଲେ ବହୁତ ବଢ଼ିଆ ଟେଷ୍ଟ ଆସିବ। ଚାଲନ୍ତୁ ନେକ୍ସଟ ଷ୍টেପକୁ ଯିବା। ଏବେ କଢ଼େଇରେ 5ରୁ 6 ଚାମଚ ତେଲ ଦେଇ ତାକୁ ଭଲ ଭାବରେ ଗରମ କରିବା। ତେଲ ହାଲକା ଗରମ ହେଇଗଲା ପରେ ସେଥିରୁ 4ରୁ 5ଟା ବଢ଼ି ଦେବା ଭାଜିବା ପାଇଁ। ବଢ଼ି ଦେବା ଦ୍ୱାରା ତରକାରୀର ଟେଷ୍ଟ ଆହୁରି ସ୍ୱାଦିଷ୍ଟ ହେଇଥାଏ। ବଢ଼ି ଭାଜୁଥିବା ବେଳେ ଫ୍ଲେମ୍ ମିଡ଼ିୟମରେ ରଖିବେ। ଧୀରେ ଧୀରେ ବଢ଼ିର କଲର୍ ଚେଞ୍ଜ ହେଇ ହାଲକା ଗୋଲ୍ଡେନ୍ ବ୍ରାଉନ୍ ସେଡ଼୍କୁ ଆସିବା ଷ୍ଟାର୍ଟ କରିବ। ବଢ଼ିକୁ ବେଶୀ ଟାଇମ୍ ଧରି ଭାଜିବେନି, ନହେଲେ ଟେଷ୍ଟ ପୁରା ଖରାପ ହେଇଯିବ। ଗୋଲ୍ଡେନ୍ ବ୍ରାଉନ୍ ହେଇଗଲା ପରେ ତାକୁ ଗୋଟେ ପ୍ଲେଟ୍କୁ କାଢ଼ି ଦେଇ ସାଇଡ଼୍ରେ ରଖିଦେବା। ଏବେ ସେଇ ତେଲରେ ଆମେ ଆଗରୁ ସିଝେଇ ରଖିଥିବା ଛତୁକୁ ଆଡ଼୍ କରିବା। ଛତୁକୁ ମିଡ଼ିୟମ୍ ଜାଳରେ 3ରୁ 4 ମିନିଟ୍ ଯାଏ ହାଲକା ହାଲକା ଭାଜିବା। ଏହି ଷ୍ଟେପ୍ କରିଲେ କ'ଣ ହୁଏ ନା, ଛତୁର ଯେଉଁ ଏକ୍ସଟ୍ରା ପାଣି ଥାଏ ସେଟା ଟିକେ ଶୁଖିଯାଏ, ଆଉ ଛତୁରେ ଗୋଟେ ବଢ଼ିଆ ସ୍ମୋକି ଟେଷ୍ଟ ଆସିଥାଏ। ଧୀରେ ଧୀରେ ଦେଖିବେ ଛତୁର କଲର୍ ଟିକେ ଚେଞ୍ଜ ହେଇ ଆସିବ, ଆଉ ଟେକ୍ସଚର୍ ମଧ୍ୟ ବହୁତ ସୁନ୍ଦର ଲାଗିବ। ବେଶୀ ସମୟ ଧରି ଛତୁକୁ ବିଲକୁଲ ବି ଭାଜିବେନି। ଅଧିକା ଭାଜିଲେ କ'ଣ ହୁଏ ନା, ଛତୁ ଟାଇଟ୍ ହେଇଯିବ ଆଉ ରବର ଭଳି ଟେକ୍ସଚର୍ ମଧ୍ୟ ଆସିଯିବ, ଯାହା ଖାଇବାକୁ ବିଲକୁଲ ବି ଭଲ ଲାଗିବନି। ତା ପାଇଁ ମିଡ଼ିୟମ୍ ଫ୍ଲେମ୍ରେ ବାସ୍ 3ରୁ 4 ମିନିଟ୍ ଯାଏଁ ହିଁ ହାଲକା ହାଲକା ଭଜା କରିବେ। ଏବେ ଦେଖନ୍ତୁ କେତେ ଟେମ୍ପଟିଂ ଲାଗୁଛି। ଚୁଲିର ସ୍ମୋକି ବାସ୍ନା ସହ ଏହି ଭଜା ଛତୁର ସ୍ୱାଦ ପୁରା ଗାଁ ଷ୍ଟାଇଲ ଫିଲ୍ ଦେବ। ଆଉ ଏବେ ଏଇ ଛତୁ ଭଜାକୁ ଆମେ ଗୋଟେ ପ୍ଲେଟ୍କୁ କାଢ଼ି ନେବା। ଏବେ ସେଥିରେ ଆଉ 2ରୁ 3 ଚାମଚ ତେଲ ଆଡ଼୍ କରିବା। ତେଲ ହାଲକା ଗରମ ହେଇଗଲା ପରେ ସେଥିରେ ଗୋଟେ ଚାମଚ ଫୁଟଣ ଦେବା। ଫୁଟଣ ଫୁଟିବା ମାତ୍ରେ ଏବେ ସେଥିରେ ଆଗରୁ କାଟି ରଖିଥିବା ଗୋଟେ ମିଡ଼ିୟମ୍ ସାଇଜ୍ର ଆଳୁ ଆଡ଼୍ କରିବା। ଆଳୁ ପଡ଼ିବା ପରେ ତାକୁ ମିଡ଼ିୟମ୍ ଫ୍ଲେମ୍ରେ ଭଲ ଭାବରେ ଭାଜିବା। ମଝିରେ ମଝିରେ ଗୋଳେଇ ଚାଲିବେ, ଯେମିତି ଆଳୁ ସବୁ ସମାନ ଭାବରେ ଭାଜି ହେବ। ଧୀରେ ଧୀରେ ଆଳୁର କଲର୍ ହାଲକା ଗୋଲ୍ଡେନ୍ ବ୍ରାଉନ୍ ସେଡ଼୍କୁ ଆସିବା ଷ୍ଟାର୍ଟ କରିବ। ଏହି ଷ୍ଟେପ୍ କରିଲେ ଆଳୁ ବାହାରୁ ହାଲକା କ୍ରିସ୍ପି ଆଉ ଭିତରୁ ସଫ୍ଟ ଲାଗେ। ବେସରରେ ପଡ଼ିଲେ ଆଳୁ ପୁରା ମସଲାର ସ୍ୱାଦକୁ ଟାଣି ନେବ। ଏଠି ଦେଖନ୍ତୁ, ଆଳୁ ଗୁଡ଼ିକ କେତେ ସୁନ୍ଦର ଭାବରେ ଭାଜି ହେଇଯାଇଛି। କଲର୍ ପୁରା ଟେମ୍ପଟିଂ ଲାଗୁଛି, ଆଉ ଏଥିରୁ ବହୁତ ବଢ଼ିଆ ବାସ୍ନା ମଧ୍ୟ ଆସୁଛି। ଏବେ ସେଥିରେ କାଟିକି ରଖିଥିବା ମିଡ଼ିୟମ୍ ସାଇଜ୍ର 2ଟା ଟମାଟୋକୁ ଦେବା। ଟମାଟୋ ପଡ଼ିଲା ପରେ ଆଳୁ ଆଉ ଟମାଟୋକୁ ଭଲ ଭାବରେ ମିକ୍ସ କରି ଗୋଳେଇବା। ଧୀରେ ଧୀରେ ଟମାଟୋ ସଫ୍ଟ ହେବା ଷ୍ଟାର୍ଟ କରିବ, ଆଉ ଆଳୁ ସହ ମିଶି ଗୋଟେ ଟେକ୍ସଚର୍ କ୍ରିଏଟ୍ କରିଥାଏ। ଟମାଟୋ ସିଝିବା ସହ ଏଥିରୁ ହାଲକା ମିଠା ଆଉ ଖଟା ସ୍ୱାଦ ବାହାରିଥାଏ, ଯେଉଁଥିପାଇଁ ବେସରର ଟେଷ୍ଟ ଆହୁରି ବଢ଼ିଯାଇଥାଏ। ମିଡ଼ିୟମ୍ ଫ୍ଲେମ୍ରେ ଟମାଟୋକୁ ହାଲକା ମୁସି ହେବା ଯାଏଁ ଭାଜିବା। ଦେଖିବେ ଟମାଟୋରୁ ପାଣି ବାହାରି ମସଲା ସହ ମିଶି ଗୋଟେ ସୁନ୍ଦର କଲର୍ ଆସିଯାଇଥାଏ। ଏହି ଷ୍ଟେପ୍ କରିଲେ ଗ୍ରେଭି ବହୁତ ଟେଷ୍ଟି ଆଉ ଚଟପଟା ଲାଗେ।
লাগিব। ଏବେ ଆମେ ସେଥିରେ ଆଗରୁ ବାଟି ରଖିଥିବା ସୋରିଷ ବାଟଣ ଆଡ଼୍ କରିବା। ସୋରିଷ ବାଟଣ ପଡ଼ିବା ମାତ୍ରେ ପୁରା ରୋଷେଇ ଘରେ ଯେଉଁ ଦେଶୀ ବେସରର ବାସ୍ନା ଆସେ ତାହା ପାଟିରୁ ପାଣି ଆସିଯାଏ। ଏବେ ତାକୁ ଭଲ ଭାବରେ ଗୋଳେଇବା ଯେମିତି ସୋରିଷ ବାଟଣ ଆଳୁ ଟମାଟୋ ସହ ପରଫେକ୍ଟଲି ମିଶିଯିବ। ତାପରେ ସେଥିରେ 1/4 ଟିସ୍ପୁନ୍ ହଳଦୀ ଆଉ ହାଫ୍ ଚାମଚ ଲୁଣ ଆଡ଼୍ କରିବା। ଏବେ এই ବାଟଣକୁ ଲୋରୁ ମିଡ଼ିୟମ୍ ଫ୍ଲେମ୍ରେ ଭଲ ଭାବରେ କଷିବା। এই ଷ୍ଟେପ୍ ବହୁତ ଇମ୍ପୋର୍ଟାଣ୍ଟ, କାହିଁକି ନା ସୋରିଷ ବାଟଣକୁ ଭଲ ଭାବରେ ନ କଷିଲେ ସୋରିଷର କଞ୍ଚା ସ୍ମେଲ୍ ଆସିଥାଏ ଆଉ ଟେଷ୍ଟ ମଧ୍ୟ ତିକ୍ତ ଲାଗିପାରେ। ଧୀରେ ଧୀରେ ମସଲାରୁ ତେଲ ଛାଡ଼ିବାକୁ ଲାଗିବ ଆଉ କଲର୍ ମଧ୍ୟ ବହୁତ ସୁନ୍ଦର ୟେଲୋଇଶ୍ ସେଡ଼୍କୁ ଆସିଯିବ। ଚୁଲିର ନିଆଁ ସହ ସୋରିଷ ବାଟଣର ସ୍ମୋକି ବାସ୍ନା ପୁରା ଟ୍ରାଡ଼ିସନାଲ୍ ଗାଁ ଷ୍ଟାଇଲ୍ର ଫିଲ୍ ଦେବ। ଏବେ ଆମେ ଆଗରୁ ରଖିଥିବା ସିଝା ଓ ଭଜା ଛତୁକୁ ସେଥିରେ ଆଡ଼୍ କରିବା। ସୋରିଷ ବାଟଣ ଭଲ ଭାବରେ କଷି ହେଇଯାଇଥିବାରୁ ଏଥିରୁ ଯେଉଁ ସୁନ୍ଦର ଦେଶୀ ବାସ୍ନା ଆସୁଛି ନା, ପୁରା ଗାଁ ଷ୍ଟାଇଲ୍ ଫିଲିଂ ଆସିବ। ଏବେ ଏଇ ଛତୁକୁ ସୋରିଷ ବାଟଣ ସହ ଧୀରେ ଧୀରେ ଭଲ ଭାବରେ ଗୋଳେଇ ମିକ୍ସ କରିବା, ଯେମିତି ପ୍ରତ୍ୟେକ ଛତୁ ପିସ୍ରେ ସୋରିଷ ମସଲା ପରଫେକ୍ଟଲି କୋଟ୍ ହେଇଯିବ। ଧୀରେ ଧୀରେ ଦେଖିବେ ଛତୁର କଲର୍ ମଧ୍ୟ ଚେଞ୍ଜ ହେଇ ପୁରା ସୁନ୍ଦର ହଳଦିଆ ବେସରକୁ ଆସିଯିବ। এই ଷ୍ଟେପ୍ରେ ବେଶୀ ଜୋରରେ ଗୋଳେଇବେନି, ହାଲକା ଭାବରେ ମିକ୍ସ କରିବେ, ନହେଲେ ଛତୁ ଭାଙ୍ଗିଯିବ। ସୋରିଷ ବଟା ସହ ଛତୁ ମିଶିବା ପରେ ଏଥିରୁ ପୁରା ସ୍ମୋକି ଆଉ ଚଟପଟା ବାସ୍ନା ଆସିଥାଏ। ଏବେ ମୁଁ ଏଥିରେ ପାଖାପାଖି 1.5 ଗ୍ଲାସ୍ ପାଣି ଦେବି। ଆପଣମାନେ ନିଜ ହିସାବରେ ଗ୍ରେଭି କେତେ ପତଳା କିମ୍ବା ଥିକ୍ ରଖିବେ ସେହି ଅନୁସାରେ ପାଣି ଦେବେ। ପାଣି ଦେବା ପରେ ସବୁକୁ ଆଉ ଥରେ ଭଲ ଭାବରେ ଗୋଳେଇ ମିକ୍ସ କରିବେ। ଧୀରେ ଧୀରେ ଗ୍ରେଭି ଫୁଟିବା ଷ୍ଟାର୍ଟ କରିବ ଆଉ ସୋରିଷ ମସଲାର ସ୍ୱାଦ ଛତୁ ଭିତରକୁ ଯିବ। ଏବେ ପ୍ରାୟ 4ରୁ 5 ମିନିଟ୍ ଯାଏଁ ଢାଙ୍କଣା ଘୋଡ଼େଇ ଛାଡ଼ିଦେବା। ଢାଙ୍କଣା ଦେଇଦେଲେ ଛତୁ ଆଉ ଆଳୁ ପୁରା ମସଲା ସହ ପରଫେକ୍ଟଲି ସିଝିଯିବ ଆଉ ଗ୍ରେଭି ମଧ୍ୟ ଧୀରେ ଧୀରେ ଥିକ୍ ହେବାକୁ ଲାଗିବ। ଏବେ 10 ମିନିଟ୍ ପରେ ଆମେ ଢାଙ୍କଣା ଖୋଲିକି ଦେଖିବା। ଏବେ ସେଥିରେ ଆଗରୁ ଭାଜି ରଖିଥିବା ବଢ଼ିକୁ ଆଡ଼୍ କରିବା। ତ ଏଇ ଷ୍ଟେଜ୍ରେ ବଢ଼ି ଆଡ଼୍ କରିଲେ ଟେଷ୍ଟ ବହୁତ ବଢ଼ିଆ ଆସିଥାଏ। ତା ସହ ମୁଁ ଏଠି ଆମ୍ବୁଲ ଖଣ୍ଡେ ମଧ୍ୟ ନେଉଛି। ଆମ୍ବୁଲ ପଡ଼ିବା ପରେ ବେସରରେ ଗୋଟେ ବଢ଼ିଆ ଖଟା ମିଠା ଆଉ ରାଗର ମିକ୍ସ ସ୍ୱାଦ ଆସିଥାଏ, ଯାହା ଖାଇବାକୁ ବହୁତ ସୁଆଦିଆ ଲାଗେ। ଆପଣ ଯଦି କମ୍ ଖଟା ଖାଆନ୍ତି ତ ଆମ୍ବୁଲ ସ୍କିପ୍ ମଧ୍ୟ କରିପାରିବେ। ଏବେ ଢାଙ୍କଣା ଢାଙ୍କି ପୁରା ଲୋ ଫ୍ଲେମ୍ରେ 10 ମିନିଟ୍ ଯାଏଁ ଛାଡ଼ିଦେବା। ଲୋ ଜାଳରେ ଧୀରେ ଧୀରେ ସିଝିଲେ ଛତୁ ଭିତରକୁ ପୁରା ସୋରିଷ ମସଲାର ସ୍ୱାଦ ପଶିବ ଆଉ ବଢ଼ି ମଧ୍ୟ ଗ୍ରେଭିର ସ୍ୱାଦ ଟାଣି ନେଇକି ଖାଇବାକୁ ବହୁତ ଟେଷ୍ଟି ଲାଗିବ। ଧୀରେ ଧୀରେ ଗ୍ରେଭି ଥିକ୍ ହେବାକୁ ଲାଗିବ ଆଉ ସୋରିଷ ବାଟଣ, ଆମ୍ବୁଲ ଆଉ ଚୁଲିର ସ୍ମୋକି ଫ୍ଲେଭର ମିଶିକି ଯେଉଁ ବାସ୍ନା ଆସିବ ନା, ସତରେ ପୁରା 100 ବର୍ଷ ତଳ ପୁରୁଣା ଗାଁ ଷ୍ଟାଇଲ୍ ରୋଷେଇର ଫିଲ୍ ଆସିଯିବ। ସେହି ପୁରୁଣା ଦିନରେ ମୋ ଜେଜେମା ମାନେ ଚୁଲିରେ ଏମିତି ଛତୁ ବେସର ବନାଉଥିଲେ। ନା ଥିଲା ଆଜିକା ଡେଟ୍ର ଫ୍ୟାନ୍ସି ମସଲା, ବାସ୍ ଥିଲା ଖାଣ୍ଟି ସୋରିଷ ବାଟଣର ସ୍ୱାଦ, ଆମ୍ବୁଲର ହାଲକା ଖଟା ଟେଷ୍ଟ ଆଉ ଚୁଲିର ସେଇ ଦେଶୀ ଧୂଆଁ ବାସ୍ନା। ଦେଖନ୍ତୁ, ଏଠି ଆମର ଚୁଲିରେ ତିଆରି ଗରମା ଗରମ ଆମ୍ବୁଲ ବଢ଼ି ପଡ଼ି ଛତୁ ବେସର ପୁରା ରେଡ଼ି ହେଇଯାଇଛି। ଦେଖନ୍ତୁ ଗ୍ରେଭିର କଲର୍ କେତେ ସୁନ୍ଦର ଲାଗୁଛି ଆଉ ଚୁଲିରେ ତିଆରି ହେଇଥିବାରୁ ଏଥିରୁ ଗୋଟେ ଅଲଗା ପ୍ରକାର ଫ୍ଲେଭର ମଧ୍ୟ ଆସିଯାଇଛି। ଗରମା ଗରମ ଭାତ, ପଖାଳ ଭାତ କିମ୍ବା ରୁଟି ସହ ଖାଇବାକୁ ବଢ଼ିଆ ଲାଗିବ। ଆପଣମାନେ ମଧ୍ୟ ଏଇ ପ୍ରୋସେସ୍ରେ ଥରେ ବନେଇକି ନିଶ୍ଚୟ ଖାଆନ୍ତୁ। ଟେଷ୍ଟ କିପରି ଥିଲା କମେଣ୍ଟ ସେକ୍ସନରେ ଆସି ଜଣାନ୍ତୁ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରନ୍ତୁ ଆଉ ଏଇଭଳି ନୂଆ ନୂଆ ରେସିପି ପାଇଁ ଚ୍ୟାନେଲକୁ ନିଶ୍ଚୟ ସବସ୍କ୍ରାଇବ୍ କରନ୍ତୁ। ଜୟ ଜଗନ୍ନାଥ।